ମୁଁ ଶ୍ରୀ ବିଜୟ କୁମାର ଦେହୁରୀ ଆମର ଏଇ ପ୍ରସିଦ୍ଧ ଚନ୍ଦନମେଳା କମିଟିର ଉପଦେଷ୍ଟା ମଣ୍ଡଳୀର ଜଣେ ସଦସ୍ୟ ଏବଂ ଚଳିତ ବର୍ଷର ଚନ୍ଦନ ଯାତ୍ରା ପ୍ରସିଦ୍ଧ ଚନ୍ଦନ ଯାତ୍ରା ପାଇଁ ଆଜି ପ୍ରସ୍ତୁତି ବୈଠକ ଆଲୋଚନା ହୋଇଥିଲା। ଏଠି ଆମର ଏଠି ଆମର ଶିବୁ ପ୍ରଧାନ ଯିଏକି ବେହେରା ପ୍ରଧାନଙ୍କର ଦାୟାଦ ତାଙ୍କୁ ସଭାପତି ହିସାବରେ, ଶ୍ରୀକାନ୍ତ ସାହୁଙ୍କୁ ସମ୍ପାଦକ ହିସାବରେ, ପ୍ରହ୍ଲାଦ ପ୍ରଧାନ ହେଲେ ଆମର ଉପସଭାପତି ଏବଂ ସୁଦାମ ଚରଣ ବେହେରା ହେଲେ ଆମର ସହ ସମ୍ପାଦକ ଏବଂ ଉପଦେଷ୍ଟା ମଣ୍ଡଳୀରେ ଆମ କଲା ଶୈଳାର ବରିଷ୍ଠ ନାଗରିକ ସବୁ ଅଛନ୍ତି। ଏବଂ ଏ ବର୍ଷ ଯୋଜନା ଅଛି ଯେ କେମିତି ଆମେ ପ୍ରଭୁ ମଦନ ମୋହନଙ୍କର ପ୍ରସିଦ୍ଧ ଚନ୍ଦନ ଯାତ୍ରାକୁ ଅଧିକରୁ ଅଧିକ ବ୍ୟାପକ ପରିସରକୁ ଆମେ ବଢ଼େଇବା। ଆମକୁ ତ ପ୍ରତ୍ୟେକ ବର୍ଷ ପାଣିପାଗ ପ୍ରତିକୂଳ ରହିଥାଏ, ତଥାପି ଆମେ ଯୋଜନା କରୁ ଯେ ଦୂରାନ୍ତରରୁ ବିଭିନ୍ନ ବିହାର, ଝାଡ଼ଖଣ୍ଡ, ୱେଷ୍ଟ ବେଙ୍ଗଲ ସବୁ ବ୍ୟବସାୟୀମାନେ ଆସନ୍ତି ଏଠିକି, ଆଉ ବିଭିନ୍ନ ଜିଲ୍ଲାରୁ ଦର୍ଶକ ସବୁ ଆସନ୍ତି ଏଠି, ତାଙ୍କୁ କେମିତି ଭାବରେ ସୁରକ୍ଷିତ ଭାବରେ ଆମର ଯାତ୍ରା ପାଳନ କରାଯିବ ତେଣୁ କମିଟିର ନିହାତି ବଡ଼ ଦାୟିତ୍ୱ ହୋଇଥାଏ। ଏଠି ଆମର ପୋଲିସ ପ୍ରଶାସନର ସମ୍ପୂର୍ଣ୍ଣ ସହଯୋଗ ମିଳିବି ଏବଂ ଆମ ଅଞ୍ଚଳର ସମସ୍ତ ୟଙ୍ଗ ମାସ୍ ଜୋରଦାର ଭାବରେ ଲାଗିକିରି କେମିତି ଯାତ୍ରାଟି ଯେଉଁ ଆମର 8-10 ଦିନ ଭାବରେ ହୁଏ ତାକୁ ଶୃଙ୍ଖଳିତ ଭାବରେ ପାଳନ କରାଯିବ ସମସ୍ତେ ଚେଷ୍ଟିତ ରହନ୍ତି। ଆଉ ସେ ସମୟରେ ମାନେ ଆମ ଅଞ୍ଚଳରେ ଗୋଟେ ମାହୋଲ ସୃଷ୍ଟି ହୋଇଥାଏ। ପ୍ରତ୍ୟେକ ବର୍ଷ 5 ରାତି ଆମର ପ୍ରଥମତଃ ଆମର ଅକ୍ଷୟ ତୃତୀୟାରୁ ଠାକୁର ବାହାରିବେ, ସମ୍ପ୍ରଦାୟ କୀର୍ତ୍ତନ ମଣ୍ଡଳୀ ଆମର ନଦିଆ ମଣ୍ଡଳୀ ସବୁ ମିଶିକି ଠାକୁରଙ୍କୁ ଆମର ଶୋଭାଯାତ୍ରା କରି ପ୍ରସେସନ ହୁଏ। ତା ସହିତ ଦୁଲୁଦୁଲି ବାଦ୍ୟ ଆସେ। ଆଉ ଆମର ଯେଉଁ ସାଂସ୍କୃତିକ କାର୍ଯ୍ୟକ୍ରମ ହିସାବରେ ବିଭିନ୍ନ ଆମର ଟ୍ରାଡିସନାଲ ଡ୍ୟାନ୍ସ ଯୋଉଟାକି ଆମର ଲୋକ ମହୋତ୍ସବ ହିସାବରେ, ଲୋକକଳା ହିସାବରେ ଆସେ, ବିଭିନ୍ନ ଅର୍କେଷ୍ଟ୍ରା ଆସନ୍ତି, ଅପେରା ଆସେ, ଯାହାକି ଲୋକ ସବୁ ତାକୁ ଦେଖିକି ମୀନା ବଜାର ଆସେ, ତାକୁ ଦେଖିକିରି ଲୋକ ଯାତ୍ରାକୁ ଏନ୍ଜୟ କରନ୍ତି। ଶ୍ରୀ ସାଇ ମୋହନ ଶ୍ରୀ ମଦନ ମୋହନ ମନ୍ଦିରର ଆଦ୍ୟ ସେବକ। ଚନ୍ଦନମେଳା ପ୍ରସିଦ୍ଧ ଚନ୍ଦନମେଳାର ପ୍ରସ୍ତୁତି ବୈଠକ ଆରମ୍ଭ ହେଲା। ଆମର ଚନ୍ଦନମେଳା ପୁରୀ ସଂସ୍କୃତି ଅନୁସାରେ ହୋଇଥାଏ। ପୁରୀରେ ଯେପରି ଦଳରେ ଦୋଳଗୋବିନ୍ଦ, ଚାପରେ ମଧୁସୂଦନ ଏବଂ ରଥରେ ବାମନ ରୂପରେ ଦର୍ଶନ କଲେ ପୁନର୍ଜନ୍ମ ପ୍ରାପ୍ତ ହୁଏନି 3ଟି ବଡ଼ ଯାତ୍ରା, ଆମର ସେହିପରି ଦୋଳ ଜନ୍ମ ରଥଯାତ୍ରା ଏଇ କଳାରେ ପୁରୀ ସଂସ୍କୃତିକୁ ଅନୁକରଣ କରି ହୋଇଥାଏ। ଆମର ପ୍ରସିଦ୍ଧ ଚନ୍ଦନ ଯାତ୍ରା ପୁରୀ ସଂସ୍କୃତି ଅନୁସାରେ ଚଳିତ ବର୍ଷ ଅକ୍ଷୟ ତୃତୀୟାରୁ ଆରମ୍ଭ ହେବ। ଆମର ପ୍ରସିଦ୍ଧ ଚନ୍ଦନ ଯାତ୍ରା ଆମ ଦେବଗଡ଼ ଜିଲ୍ଲାର ସହିତ ଆଖପାଖ ଜିଲ୍ଲାରୁ ବହୁତ ଦର୍ଶନାର୍ଥୀ ଆସି ଠାକୁରଙ୍କୁ ଦର୍ଶନ କରିଥାନ୍ତି, ଚାପ ଦର୍ଶନ କରିଥାନ୍ତି। ମେଳା ବହୁତ ବଡ଼ ମେଳା ଆୟୋଜନ ହୁଏ, ପ୍ରସିଦ୍ଧ ମେଳା। ଏଠାରେ ବହୁତ ଜନସମାଗମ ହେବ। ଏ ବର୍ଷ ଚନ୍ଦନ ଯାତ୍ରା ଆମେ ଲୋକ ମହୋତ୍ସବ ପରି ପାଳନ କରାଯିବା ପାଇଁ ନିଷ୍ପତ୍ତି ହୋଇଛି। ଏହି ଚନ୍ଦନ ମେଳା ଆମର 7 ଦିନ ଧରି ପାଳନ କରାଯିବ। ଆମର ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇ 7 ଦିନ ପର୍ଯ୍ୟନ୍ତ ପାଳନ କରାଯିବ।